ଜଳେଶ୍ୱରରୁ ଆସିବା ପରେ ଘରେ ଦେଖେ ତ କିଛି ପରିବା ନାହିଁ। ତେଣୁ ସନ୍ଧ୍ୟାରେ ଆମେ ମା ପୁଅ ରେଡ଼ି ହେଇ ପହଞ୍ଚିଗଲୁ ପରିବା ମାର୍କେଟରେ। ଆଉ ଏତେ ଫ୍ରେଶ୍ ପରିବା ଦେଖି ମନଟା ପୁରା ଖୁସି ହେଇଯାଉଥାଏ। ଇଚ୍ଛା ହେଉଥାଏ ବେଗ୍ ଭର୍ତ୍ତି କରି ସବୁ ପରିବା ନେଇଯିବି। କିନ୍ତୁ ଏ ପରିବାର ରେଟ୍ ଶୁଣିଲା ପରେ ମନଟା ପୁରା ଘରେ ଧରି ଯାଉଥାଏ। କ'ଣ ଯେ ମଣିଷ ରୋଷେଇ କରି ଖାଇବ। ଭାବିଥିଲି କିଛି ନିଏ କି ନ ନିଏ ପୋଟଳ ଟିକେ ନେଇଯିବି, କାରଣ ପୋଟଳଟା ମୋର ଭାରି ପ୍ରିୟ। କିନ୍ତୁ ଏ ନିଆଁ ଲଗା ରେଟ୍ ସେଇ ପୋଟଳ ଉପରେ ହିଁ ଲାଗିଯାଇଛି। ତେଣୁ ମୁଁ ସେଇ ପୋଟଳକୁ ଛାଡ଼ି ଆଉ ସବୁ ପରିବା ନେଇ ଆସିଲି। ଆଉ ସେସବୁକୁ ସାଇତି କରି ରଖିବାରେ ଲାଗିଲି। ଯଦି ଟିକେ କିଛି ଖରାପ ହେଇଯିବ ଦେହରୁ ଚେନା ଲାଗିଯିବ। ଏବେ ଯେଉଁ ପରିବା ପଛରେ ପଇସା ଯାଉଛି ସେଇ ହିସାବରେ ମାର୍କେଟକୁ ଯେତେ ଛୋଟ ବେଗ୍ ନେଇକି ଯାଉ ବି ବେଗ୍ ଭର୍ତ୍ତି ହେଉନାହିଁ। ଠିକ୍ କହିଲି କି ଭୁଲ କହିଲି କମେଣ୍ଟ ମାଧ୍ୟମରେ ଜଣାଇବେ। ତାପରେ ମୁଁ ପ୍ରସ୍ତୁତ କରିଦେଲି ରାତ୍ରିର ଖାଇବା। ଆସିଲା ବେଳେ ମା ଦେଇଥିଲେ ଟିକେ ମଟନ କଷା। ତାକୁ କାଢ଼ି ସେଥିରେ ଟିକେ ପାଣି ପକାଇ ଫୁଟେଇ ଦେଇ ପ୍ରସ୍ତୁତ କରିଦେଲି ଆମ ମଟନ ଝୋଳ। ଆଉ ରାତ୍ରିରେ ଖାଇବାରେ ମଟନ ଝୋଳ ଭାତ ଆଉ ତା ସହିତ ଟିକେ ପିଆଜ ଲେମ୍ବୁ ଖାଇ ଦିନଟିକୁ ଦେଲି ବିଦାୟ। ରହିଲି। ଜୟ ଜଗନ୍ନାଥ।